Hello everyone, I Vijay Kumar Sasmal from Vijay Digital Coachings. Today we will read the poem The Solitary Repair. It is written by William Wordsworth. So let's start this poem. At first I discuss about the poet. William Wordsworth was born on 7th April 1770 in Cockermouth in the Lake District, England. He is regarded as a worshipper of nature. Love of nature is a major theme of his poetry. He wrote about ordinary man and woman in the language of the ordinary people. For him, poetry is the spontaneously overflow of powerful feelings arising from emotions recollected in tranquility. He died at Royal. He died at United Kingdom on April 23, 1850. ୱିଲିୟମ ୱାର୍ଡସୱାର୍ଥ 7 ଅପ୍ରେଲ 1770 ଇଂଲଣ୍ଡର କକରମାଉଥରେ ଜନ୍ମଗ୍ରହଣ କରିଥିଲେ। ସେ ହେଉଛନ୍ତି ପ୍ରକୃତିର ଜଣେ ପୂଜାରୀ ଭାବରେ ବିବେଚିତ, ଯାହାକି ପ୍ରକୃତି ପ୍ରେମୀ ପ୍ରକୃତିର ସେ ଲଭର ପ୍ରକୃତି ପ୍ରେମୀ ଥିଲେ। ସେ ପ୍ରକୃତିକୁ ଭଲ ପାଉଥିଲେ। ତାଙ୍କ କବିତା ମୁଖ୍ୟ ବିଷୟବସ୍ତୁ ସେ ସାଧାରଣ ଲୋକଙ୍କ ଉପରେ ବା ସାଧାରଣ ଭାଷାରେ ସେ ନରନାରୀଙ୍କ ଉଦ୍ଦେଶ୍ୟରେ ଲେଖୁଥିଲେ। ତାଙ୍କ ପାଇଁ କବିତା ହେଉଛି ସ୍ୱତଃସ୍ଫୂର୍ତ୍ତ ଭାବେ ପ୍ରବାହିତ, ମାନେ ସ୍ପଣ୍ଟାନିୟସଲି। କବିତା ହେଉଛି ଏକ ସ୍ୱତଃସ୍ଫୂର୍ତ୍ତ ଭାବରେ ପ୍ରବାହିତ ହେବା, ଯାହାକି ଫିଲିଙ୍ଗସ୍ ମାନେ ଅନୁଭବ ଆସେ। ଅନୁଭବ କେତେବେଳେ ଆସେ? ଯେତେବେଳେ ଆମେ ଏକ ନିର୍ଜନ ସ୍ଥାନରେ ଆମେ ବସିବା, ସେତେବେଳେ ଆମ ମନକୁ ଏକ ନୂଆ ସଙ୍ଗୀତର ଭାବଧାରା ଉଦ୍ରେକ ହେବ, ଯାହାକି ଆମେ ପେପରରେ କଲମ ସାହାଯ୍ୟରେ ଲେଖୁ। ତେଣୁ କବିତା ଏଭଳି ଏକ ଜିନିଷ, ଏଭଳି ଏକ କଥା ଯାହାକି ସ୍ୱତଃସ୍ଫୂର୍ତ୍ତ ଭାବେ ବାହାରି ଆସେ ଯେତେବେଳେ ଶାନ୍ତ ପରିବେଶ ରହିଥିବ। ତେଣୁ କବିତା ବା କବି ୱିଲିୟମ ୱାର୍ଡସୱାର୍ଥ ତାଙ୍କ ମନରୁ ସ୍ୱତଃସ୍ଫୂର୍ତ୍ତ ଭାବେ କବିତାର ଭାବଧାରା ବାହାରି ଆସିଥାଏ। ତେଣୁ ସେ ହେଉଛନ୍ତି ଜଣେ ପ୍ରକୃତି ପ୍ରେମୀ ବା ପ୍ରକୃତିର ଉପାସକ ବୋଲି ସେ କୁହାଯାଏ। ତେଣୁ ଆମେ ଏହି କବିତାଟିକୁ ଆରମ୍ଭ କରିବା। ଏବାଉଟ୍ ଦ ପୋଏମ୍ ଇନ୍ ଦ ପ୍ରେଜେଣ୍ଟ ପୋଏମ୍, ଏହି କବିତାରେ, ଏହି ବର୍ତ୍ତମାନ କବିତାରେ ଦି ସଲିଟାରୀ ରିପେୟାର। ସଲିଟାରୀ ରିପେୟାର ଅର୍ଥ, ସଲିଟାରୀ ଅର୍ଥ ନିର୍ଜନତା, ରିପେୟାର ମାନେ ଆମର ଶସ୍ୟ, ରିପେୟାର ଶସ୍ୟ କୋଟାଳି। ଦି ସଲିଟାରୀ ରିପେୟାର ୱିଲିୟମ ୱାର୍ଡସୱାର୍ଥ depicts a solitary highland lass. Her sweet song and the profound effect of the song on him. The poem is one of Wordsworth's finest lyric. ତେଣୁ ଏହି କବିତାଟି କବି ଜଣେ ଏକାକୀ ପାହାଡ଼ିଆ ଝିଅ, ତାଙ୍କର ମଧୁର ସଙ୍ଗୀତ ଏବଂ ସେହି ସଙ୍ଗୀତର ମୂର୍ଚ୍ଛନା ତାଙ୍କ ଉପରେ ପଡ଼ିଥିଲା, ଯାହାକି ଗଭୀର ଭାବରେ ସେ ବର୍ଣ୍ଣନା କରିଛନ୍ତି। ଏହି କବିତା ସେହି କବିତାର ବା ସେହି ଝିଅର କବିତାକୁ ବା ସେହି ଝିଅଟି କିଭଳି ସୁନ୍ଦର ସ୍ୱରରେ ଗୀତ ଗାଉଥିଲା, ତାକୁ ଏହି କବିତା ମାଧ୍ୟମରେ ବର୍ଣ୍ଣନା କରିଛନ୍ତି। ତେବେ ଆସ ପିଲାମାନେ, ଏହି କବିତାକୁ ଆମେ ଆଲୋଚନା କରିବା। ଦ ଟେକ୍ସଟ, ବର୍ତ୍ତମାନ ଆମେ ଏହି ପାଠକୁ ଯିବା। ଦି ଟେକ୍ସଟ, Behold her single in the field, yon solitary highland lass, repairing and singing by herself. Stop here or gently pass. ଏହି କବିତାରେ ବର୍ଣ୍ଣିତ ଥିବା କିଛି ନ୍ୟୁ ୱାର୍ଡସକୁ ଆମେ ଆଲୋଚନା କରିବା। ସେଇ ନ୍ୟୁ ୱାର୍ଡ ହେଲା ବିହୋଲ୍ଡ। ବିହୋଲ୍ଡ ଅର୍ଥ ଦେଖିବା, ବିହୋଲ୍ଡ ମାନେ ଦେଖିବା। ହେର୍ ସିଙ୍ଗଲ ଏକାକୀ, ଇନ୍ ଦ ଫିଲ୍ଡ, ଫିଲ୍ଡ ମାନେ ପଡ଼ିଆ, ଜମି। ୟୋନ୍ ଅର୍ଥ ହିଅର, ଏଠାରେ।
ଦେର୍ ୟୋନ୍ ମାନେ ଦେର୍ ସେଠାରେ। ସଲିଟାରୀ ଅର୍ଥ ନିର୍ଜନତା, ଏକାକୀ। ହାଇଲ୍ୟାଣ୍ଡ ମାନେ ଉଚ୍ଚ ପାର୍ବତ୍ୟ ଅଞ୍ଚଳ। ରିପେୟାରିଂ ଅର୍ଥ ମାନେ କଟାଳି। ରିପେୟାରିଂ ଆଣ୍ଡ ସିଙ୍ଗିଂ ବା ହର୍ସଲ। ଷ୍ଟପ୍ ଅଟକିବା। ହିଅର୍ ଏଠାରେ। ଜେଣ୍ଟଲି ପାସ୍। ଏଠି ଆମେ ଏହି କବିତାକୁ ବର୍ତ୍ତମାନ କବିତାର ଭାବାର୍ଥକୁ ଆମେ ଓଡ଼ିଆରେ ବର୍ଣ୍ଣନା କରିବାକୁ ଯାଉଛି। ତେଣୁ ବୁଝିବା ପାଇଁ ପିଲାମାନେ ଚେଷ୍ଟା କରିବ। Behold her single in the field, yon solitary highland lass, repairing and singing by herself. ଏହା ଏକ ସ୍କଟଲ୍ୟାଣ୍ଡ ମାନେ ହାଇଲ୍ୟାଣ୍ଡ ସ୍କଟଲ୍ୟାଣ୍ଡ ପାର୍ବତ୍ୟ ଅଞ୍ଚଳରେ ରହୁଥିବା ଏକ ଝିଅର କବିତାକୁ, ଝିଅ କିପରି ଗୀତ ଗାଉଥିଲା ଏବଂ ସେଇ ଝିଅ ବିଷୟରେ ଏହି କବିତାରେ ବର୍ଣ୍ଣନା କରାଯାଇଛି। ପିଲାମାନେ ସ୍କଟଲ୍ୟାଣ୍ଡରେ ବାସ କରୁଥିବା ଅଧିବାସୀକୁ କ'ଣ କହିବା? ସ୍କଟିଶ। ଯେପରିକି ଭାରତରେ ବାସ କରୁଥିବା ଲୋକଙ୍କୁ କ'ଣ କହିବା? ଇଣ୍ଡିଆନ୍ସ। ଇଣ୍ଡିଆରେ ବା ଭାରତରେ ବାସ କରୁଥିବା ଲୋକଙ୍କୁ କୁହାଯାଏ ଇଣ୍ଡିଆନ୍ସ। ସେଭଳି ସ୍କଟରେ ବାସ କରୁଥିବା ସ୍କଟିଶ। ତେଣୁ ସ୍କଟିଶ ଗାର୍ଲ ବିଷୟରେ ଏଠାରେ କବି ବର୍ଣ୍ଣନା କରିଛନ୍ତି। ବିଲ ମଝିରେ ଏକାକୀ ଥିବା ସେହି ପାହାଡ଼ିଆ ଝିଅକୁ ଦେଖି ସେ ସେଠାରେ ଅଟକି ଯାଇଛନ୍ତି। ଏକା ଏକା ଫସଲ କାଟୁଛି ଏବଂ ଗୀତ ଗାଉଛି। ସେ ଗୀତ ଗାଉଥିବା ସମୟରେ ସେଠାରେ ସେ ଅଟକି ଯାଇଛନ୍ତି। କିପରି ଅଟକି ଯାଇଛନ୍ତି? Behold her single in the field, ଗୋଟିଏ ଏକାକୀ ଝିଅକୁ ଦେଖି ବା ଝିଅ କାମ କରୁଥିବା ସମୟରେ, ଫସଲ କାଟୁଥିବା ସମୟରେ କିପରି ଗୀତ ଗାଉଛି। ସେଇ ଗୀତ ପୁଣି ସୁମଧୁର ଥିଲା। ସେଇ ସୁମଧୁର ଗୀତ ଶୁଣି ସେ ସେଠାରେ ଅଟକି ଯାଇଛନ୍ତି। ଏଠାରେ ଟିକେ ରହିଯାଅ। ସେ କହିଛନ୍ତି ଷ୍ଟପ୍ ହିଅର୍ ଅର୍ଜେଣ୍ଟଲି ପାସ୍। ଏଠାରେ ରହିଯାଅ ବୋଲି ସେ କହିଛନ୍ତି। ତାପରେ ଆମେ ନେକ୍ସଟ ଷ୍ଟାନ୍ଜା ଯିବା। Alone she cuts and binds the grain and sings a melancholy strain. Oh, listen, for the vale profound is overflowing with the sound. ଏଠାରେ alone ଅର୍ଥ ଏକାଠି, ଏକାଠି, ଏକୁଟିଆ। alone ଏକୁଟିଆ। ଏଲନ୍ ଅର୍ଥ କ'ଣ? ଏଲନ୍ ଏକୁଟିଆ। ସି କଟ୍ସ ସେ କାଟେ। ଆଣ୍ଡ ବାଇଣ୍ଡ ମାନେ ବାନ୍ଧିବା। ବାନ୍ଧିବା। ଦ ଗ୍ରେନ୍ ମାନେ ଶସ୍ୟ, କ୍ରପ୍ ଶସ୍ୟ। ଏଣ୍ଡ ସିଙ୍ଗସ ଗାଏ। ଏ ମେଲାଙ୍କୋଲି ଅର୍ଥ ଦୁଃଖପୂର୍ଣ୍ଣ। ମେଲାଙ୍କୋଲି ଷ୍ଟ୍ରେନ୍ ଦୁଃଖପୂର୍ଣ୍ଣ ଗୀତ। ଦୁଃଖପୂର୍ଣ୍ଣ ଗୀତ ହଉଛି ମେଲାଙ୍କୋଲି ଷ୍ଟ୍ରେନ୍ ଦୁଃଖପୂର୍ଣ୍ଣ, ଦୁଃଖ ଭରା କାହାଣୀ ବା ଦୁଃଖପୂର୍ଣ୍ଣ ଗୀତ। ଇଜ୍ ଓଭରଫ୍ଲୋଇଂ ୱିଥ୍ ଦ ସାଉଣ୍ଡ ସେ ସୁମଧୁର ସ୍ୱରରେ ସେ ଗୀତ ଗାଉଥାଏ। ଏହାକୁ ଆମେ ବର୍ତ୍ତମାନ ଏହାର ଏହି ଷ୍ଟାଞ୍ଜାର ଭାବାର୍ଥକୁ ଆଲୋଚନା କରିବା। Alone she cuts and binds the grain and sings a melancholy strain. Oh, listen, for the vale profound is overflowing with sound. ଏକାକୀ ଧାନ ବା ଫସଲ କାଟୁଥିବା ଏକ ଝିଅ ଫସଲ କାଟୁଛି ଏବଂ ବାନ୍ଧୁଛି ଏବଂ ଗୋଟିଏ ଦୁଃଖପୂର୍ଣ୍ଣ ଗୀତ ଗାଉଛି। ଓ ଲିସନ୍, ଓ ଶୁଣ, କାରଣ ଏଇ ଗଭୀର ଉପତ୍ୟକା ମାନେ ଉପତ୍ୟକା। ପ୍ରଫାଉଣ୍ଡ ଅର୍ଥ ଗଭୀର। ଗଭୀର ଉପତ୍ୟକାରେ ଝିଅଟି ସୁମଧୁର ସ୍ୱରରେ ଗୀତ ଗାଉଛି। ଏହାକୁ କବି ଦେଖି ଅଟକି ଯାଇଛନ୍ତି। ଦି ପୋଏଟ୍ ୱାର୍ଡସୱାର୍ଥ ଅଟକି ଯାଇଛନ୍ତି ଏବଂ ୱାର୍ଡସୱାର୍ଥ କିଛି ବୁଝିପାରୁନାହାନ୍ତି। ଝିଅର ଗୀତକୁ ବୁଝିପାରୁନାହାନ୍ତି। ତଥାପି ସେଇ ଝିଅର ସୁମଧୁର ସ୍ୱର ତାଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି। ସେ ଅଟକି ଯାଇଛନ୍ତି, ସେଠାରେ ରହିଯାଇଛନ୍ତି, ଲିସନ୍ କରିଛନ୍ତି, ଶୁଣିଛନ୍ତି।
ତାପରେ ଆମେ ନେକ୍ସଟ କଥା ଯିବା। नो nightingales did ever chant more welcome notes to very bands of travelers in some steady haunt among Arabian sands। ଏବଂ ମଧ୍ୟରେ ଆରବିଆନ ସାଣ୍ଡ ମାନେ ଆରବ ମରୁଭୂମିରେ नो ନାଇଟିଙ୍ଗେଲ ମାନେ ବୁଲବୁଲ ପକ୍ଷୀ ସୁମଧୁର ଗୀତ ଗାଏ। ବୁଲବୁଲ ପକ୍ଷୀ, ବୁଲବୁଲ ଏକ ପକ୍ଷୀ ଯାହାକି ସୁମଧୁର ସ୍ୱରରେ ଗାଇଥାଏ। ତେଣୁ ଡିଡ୍ ଏଭର ଚାଣ୍ଟ ଅର୍ଥ ଗାଇବା, ସୁମଧୁର ସ୍ୱରରେ ଗାଇଥାଏ। ନାଇଟିଙ୍ଗେଲ ପକ୍ଷୀ ମୋର ୱେଲକମ୍ ନୋଟ୍ସ ଟୁ ଭେରି ବ୍ୟାଣ୍ଡ ଅଫ୍ ଟ୍ରାଭେଲର ମାନେ ପଥ ପ୍ରଦର୍ଶକ, ପଥଚାରୀ। ଇନ୍ ସମ୍ ସେଡି ହଣ୍ଟ, ସେଡି ମାନେ ଯେତେବେଳେ ଆରବ ମରୁଭୂମିରେ କୌଣସି ବିଶ୍ରାମ ସ୍ଥଳୀରେ କ୍ଳାନ୍ତ ହୋଇଥିବା ପଥଚାରୀମାନଙ୍କୁ ସ୍ୱାଗତ କରିବା ପାଇଁ କୌଣସି ବୁଲବୁଲ ପକ୍ଷୀ ମଧ୍ୟ ଏଇଠାରୁ ଅଧିକ ମଧୁର ଗୀତ କେବେ ଗାଇନଥିବ। କବି ଏଠାରେ ବର୍ଣ୍ଣନା କରିବାକୁ ଚାହୁଁଛନ୍ତି ଯେ ସେଇ ଝିଅଟିର ଗୀତ ଏତେ ସୁମଧୁର ଥିଲା ଯାହାକି ଏକ ବୁଲବୁଲ ପକ୍ଷୀ ସୁମଧୁର ସ୍ୱରରେ ଗାନ କରୁଥାଏ। ସେଇ ସୁମଧୁର ସ୍ୱରରେ ଗାନ କରୁଥିବା ବୁଲବୁଲ ପକ୍ଷୀ ମଧ୍ୟ ତା ପାଖରେ ହାର ମାନିବ। ମାନେ ସେଇ ଝିଅର ଗୀତ ଏତେ ସୁମଧୁର ଥିଲା ଯାହାକି ନାଇଟିଙ୍ଗେଲ ମଧ୍ୟ ତାହା ଗାଇପାରିବ ନାହିଁ। ଯାହାକି ସେଇ ସୁଦୂର ଆରବ ମରୁଭୂମିରେ କୌଣସି ବିଶ୍ରାମ ସ୍ଥଳୀରେ ବିଶ୍ରାମ କରୁଥିବା ପଥଚାରୀମାନଙ୍କୁ ସ୍ୱାଗତ କରିବା ପାଇଁ ଯେଉଁ ବୁଲବୁଲ ପକ୍ଷୀ ଗାନ କରୁଥାଏ, ତାଠୁ ଏଇ ଝିଅଟି ବହୁତ ସୁନ୍ଦରରେ ଗାନ କରୁଛି ବୋଲି କବି ବର୍ଣ୍ଣନା କରିଛନ୍ତି। A voice so thrilling near was heard in springtime from the cuckoo bird, breaking the silence of the seas among the farthest Hebrides ମାନେ ଏଠାରେ କିଛି ନ୍ୟୁ ୱାର୍ଡସ୍। ଏ ଭଏସ୍ ଅର୍ଥ ସ୍ୱର, ସୋ ଥ୍ରିଲିଂ ଅର୍ଥ ଥ୍ରିଲିଂ ହେବା, ରୋମାଞ୍ଚକର, ଥ୍ରିଲିଂ ଅର୍ଥ ରୋମାଞ୍ଚକର ଥ୍ରିଲିଂ ନେକ୍ସଟ ୱାଜ ହିଅର୍ଡ ମାନେ ଶୁଣିଲେ ହିଅର୍ଡ। ଇନ୍ ସ୍ପ୍ରିଙ୍ଗ ଟାଇମ୍ ମାନେ ବସନ୍ତ ଋତୁ ସମୟରେ ଫ୍ରମ୍ ଦ କୁକୋ ବାର୍ଡ, କୁକ ମାନେ କୋଇଲି ପକ୍ଷୀ, କୋଇଲିର ସୁମଧୁର ସ୍ୱର କେତେ ମଧୁର, ସମସ୍ତଙ୍କ ମନକୁ ହରଣ କରିଥାଏ। କୋଇଲିର କଣ୍ଠସ୍ୱର, କୋଇଲିର ମଧୁର ସ୍ୱର କେବେ ଗାନ କରିଥାଏ? ମଧୁର ସ୍ୱର ବସନ୍ତ ଋତୁ ଆଗମନ ହେଲେ କୋଇଲି ସୁମଧୁର ସ୍ୱରରେ ଗାନ କରିଥାଏ। ତେଣୁ କବି ଏଠାରେ ବର୍ଣ୍ଣନା କରିବାକୁ ଚାହିଁଛନ୍ତି ଏବଂ ମଧ୍ୟରେ ଫାର୍ଦେଷ୍ଟ ମାନେ ସୁଦୂର, ସୁଦୂର ହାର୍ବାଡାଇଜ ମାନେ ହେବ୍ରାଇଡ୍ସ ଦ୍ୱୀପପୁଞ୍ଜରେ ସମୁଦ୍ରର ନୀରବତାକୁ ଭାଙ୍ଗି କୋଇଲି ପକ୍ଷୀ ଗାଉଥିବା ଗୀତ ମଧ୍ୟ ଏତେ ରୋମାଞ୍ଚକର ସୁନ୍ଦର ହୋଇନଥିବ ବୋଲି କବି ବର୍ଣ୍ଣନା କରିଛନ୍ତି। ଏଭଳି ଏଠାରେ କବି ଦୁଇଟି ପକ୍ଷୀ ସହିତ ତୁଳନା କରିଛନ୍ତି। କାହିଁକି ନା ସେଇ ପକ୍ଷୀ ଦୁହେଁ ସୁମଧୁର ସ୍ୱରରେ ଗାନ କରୁଥାନ୍ତି। ତେଣୁ ସେଇ ସୁମଧୁର ସ୍ୱରରେ ଗାନ କରୁଥିବା ପକ୍ଷୀ ଦୁଇଟିର ତୁଳନା କରିଛନ୍ତି, କମ୍ପେୟାର କରିଛନ୍ତି ଯେ ସେଇ ଝିଅର ସ୍ୱର ଅତି ସୁନ୍ଦର ଯାହାକି ଏଇ ପକ୍ଷୀମାନେ ମଧ୍ୟ ତା ପାଖରେ ହାର ମାନିବେ। ତାପରେ ଆମେ ନେକ୍ସଟ ଯିବା। Will no one tell me what she sings? Perhaps the plaintive numbers flow for old unhappy far off things and battles long ago. Will no one tell me ବେଲେ tell କହିବା, me ମୋତେ,
ହ୍ୱାଟ ସି ସିଙ୍ଗସ୍, ସେ କ'ଣ ଗାଏ। ମୁଁ କହିଛି ପୂର୍ବରୁ କବି ତାର ଗୀତକୁ ଜାଣି ପାରୁନାହାନ୍ତି। ସେ କ'ଣ ଗାଉଛି, କେଉଁ ଭାଷାରେ ଗାଉଛି ତାହା କବି ବୁଝିପାରୁନାହାନ୍ତି। ତଥାପି ସେଇ କବିତା, ଯେଉଁ କବି ତାର ଗୀତକୁ ଶୁଣିଛନ୍ତି, ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି, ତାର ସୁମଧୁର ସ୍ୱରରେ ସେ ସ୍ତବ୍ଧ ହୋଇ ପଡ଼ିଛନ୍ତି। ତେଣୁ ସେ କହୁଛନ୍ତି, ୱିଲ୍ ନୋ ୱାନ୍ ଟେଲ୍ ମି, ଦୟାକରି ମୋତେ କିଏ କହିବ କି, ମୋତେ କିଏ କହିବ କି ସେ କ'ଣ ଗାଉଛି। ହ୍ୱାଟ ସି ସିଙ୍ଗସ୍, ସେ କ'ଣ ଗାଉଛି। ପେରହାପ୍ସ, ବୋଧହୁଏ, ଦି ପ୍ଲେଣ୍ଟିଭ୍ ନମ୍ବର୍ସ ଫ୍ଲୋ। ପ୍ଲେଣ୍ଟିଭ୍ ନମ୍ବର୍ସ, ପ୍ଲେଣ୍ଟିଭ୍ ଅର୍ଥ ସ୍ୟାଡ୍ ସଙ୍ଗ। ପ୍ଲେଣ୍ଟିଭ୍ ମାନେ ସ୍ୟାଡ୍, ଦୁଃଖପୂର୍ଣ୍ଣ, ଦୁଃଖ ଭରା ଗୀତ। ପ୍ଲେଣ୍ଟିଭ୍ ନମ୍ବର୍ସ ଫ୍ଲୋ, ଦୁଃଖପୂର୍ଣ୍ଣ, ଦୁଃଖଦାୟକ କଥାକୁ ଗାଉଛନ୍ତି, ଦୁଃଖଦାୟକ ଗୀତ ଗାଉଛନ୍ତି। ଫର୍ ଓଲ୍ଡ, ପୁରୁଣା ଦୁଃଖଦାୟକ ଅତୀତର ଘଟଣା, କିମ୍ବା ଫର୍ ଅଫ୍ ଥିଙ୍ଗସ୍ ଆଣ୍ଡ ବେଟଲ୍ସ ଲଙ୍ଗ ଏଗୋ, କିମ୍ବା ବହୁ ବର୍ଷ ପୂର୍ବର ଯୁଦ୍ଧ ବିଷୟର କିଛି ଘଟଣାକୁ ସେ ଗାଉଛନ୍ତି କି ବର୍ଣ୍ଣନା କରୁଛନ୍ତି କି କବି ଭାବନା କରୁଛନ୍ତି। ଯାହା ଗାଉଛନ୍ତି ସେ ବୁଝିପାରୁନାହାନ୍ତି ସେ କେଉଁ ବିଷୟରେ ଗାଉଛନ୍ତି, କିନ୍ତୁ ବୋଧହୁଏ ଏହା ଏକ ଦୁଃଖଦାୟକ ଅତୀତର ଘଟଣା ହୋଇଥିବ ବୋଲି ସେ ମନେ କରିଛନ୍ତି, ଅନୁମାନ କରିଛନ୍ତି। ତେଣୁ ସେ କହିଛନ୍ତି, ମୋତେ କିଏ ବୁଝାଇଦେବ କି ସେ କ'ଣ ଗାଉଛି। ତାପରେ ଆମେ ଯିବା ନେକ୍ସଟ ଷ୍ଟାଞ୍ଜା। Or is it some more humble, familiar matter of today, some natural sorrow, loss or pain that has been and may be again? ଭାବାର୍ଥ ହେଉଛି ନଚେତ୍ ଏହା କୌଣସି ସାଧାରଣ ଗୀତ। ହମ୍ବଲ ମାନେ ସାଧାରଣ, ହମ୍ବଲ ସାଧାରଣ ଗୀତ, ହମ୍ବଲ ସାଧାରଣ ଗୀତ, ଯାହାକି ଫ୍ୟାମିଲିଆର ମ୍ୟାଟର ଟୁଡେ, ଆଜିର କୌଣସି ଜଣାଶୁଣା ଘଟଣା ଉପରେ ଆଧାରିତ ହୋଇଥିବ ବୋଲି କବି ଭାବନା କରିଛନ୍ତି, କିମ୍ବା କୌଣସି ପ୍ରାକୃତିକ ଦୁଃଖ, ନ୍ୟାଚୁରାଲ ସରୋ, ଲସ୍ ଅର୍ ପେନ୍, ଦୁଃଖଦାୟକ ଘଟଣା, ଯାହାକି ସେ ହାନି ହୋଇଥିବ, କିମ୍ବା କିଛି ହରାଇଥିବ, କିମ୍ବା କିଛି କଷ୍ଟ ଅନୁଭବ କରିଥିବ, ଯାହା ପୂର୍ବରୁ ଘଟିଛି ଏବଂ ପୁଣି ଘଟିପାରେ, ତାହା ଅନୁମାନ କରିଛନ୍ତି। Whatever the theme, the maiden song, as if her song could have no ending. I saw her singing at her work and over the sickle bending. Whatever, ସେ ଯାହା ହେଉନା କାହିଁକି, ସେମିତି ଯାହା ହେଉନା କାହିଁକି, ଯାହା ବିଷୟବସ୍ତୁ ହେଉ, ଗୀତର ବିଷୟବସ୍ତୁ ଯାହା ହେଉ, ଯାହା ବି ହେଇଥାଉ, ସେ ଝିଅଟି ଗୀତ ଗାଇ ଚାଲିଥିଲା। As if her song could have no ending, ଯାହାକି ସେ ଗୀତର କୌଣସି ଶେଷ ନଥିଲା, ଏଣ୍ଡିଂ ମାନେ ଶେଷ। ଆଇସା, ମୁଁ ଦେଖିଲି, ହେଡ୍ ସିଙ୍ଗିଂ, ସେ ଗାଉଥିବାର ଦେଖିଲି, କେମିତି ଗାଇଥିବାର ଦେଖିଲି, ଏଟ୍ ୱାର୍କ, କାମ କରୁଥିବା ସମୟରେ ଗୀତ ଗାଉଥିବାର ଦେଖିଲି, ଏଣ୍ଡ ଓଭର ଦ ସିକିଲ ଅର୍ଥ ଦା ଗୋଟିଏ ଧରିଛି, ସିକିଲ ମାନେ ଦା, ଆଉ କ'ଣ କରିଛି, ବେଣ୍ଡିଂ ହୋଇଛି ମାନେ ନଇଁ ପଡ଼ିଛି, ଦାରେ କିଛି କାଟୁଛି, କିଛି ଶସ୍ୟକୁ କାଟୁଛି, ସେଇ କାଟୁଥିବା ସମୟରେ ମୁଁ ଦେଖିଲି। କବି କହୁଛନ୍ତି ଗୀତ ବିଷୟରେ ବିଷୟବସ୍ତୁ ଯାହା ହେଉ, ବିଷୟବସ୍ତୁ ମାନେ ଥିମ୍, ଏଠି ଥିମ୍, ବିଷୟବସ୍ତୁ ଯାହା ହେଉ ନା କାହିଁକି, ମେଇଡେନ୍ ମାନେ ଗାର୍ଲ, ୟଙ୍ଗ ଗାର୍ଲ ହେଉଛି ମେଇଡେନ୍, ୟଙ୍ଗ ଗାର୍ଲ, ମେଇଡନ୍, ୟଙ୍ଗ ଗାର୍ଲ। ତେଣୁ ସେ ଯାହା ହେଉ ସେଇ ଗୀତ ଗାଉଛି ଏବଂ କାମ କରୁଛି, ହାତରେ ଦା ଧରିଛି ଏବଂ କିଛି କିଛି କାଟୁଛି, ଏହି ସମୟରେ ସେ ଦେଖିଲେ। ବର୍ତ୍ତମାନ ଆମେ ଲାଷ୍ଟ ଷ୍ଟାଞ୍ଜା। I listened motionless and still, and as I mounted up the hill, the music
in my heart I bore. Long after it was here no more. I listen, ମୁଁ ଶୁଣିଲି, ମୁଁ ଶୁଣିଲି. I listen, ମୁଁ ଶୁଣିଲି. Motionless, ଗତିହୀନ ମାନେ ନିଶ୍ଚଳ ସ୍ଥିର. No listen, no ସ୍ଥିର. Motionless ମାନେ ସ୍ଥିର ହୋଇ ସେ ଶୁଣିଲେ. And as I mounted ମାନେ ପର୍ବତ ଆରୋହଣ କଲେ. Mounted ପର୍ବତ ଚଢ଼ିଲେ. Dismounted ପର୍ବତରୁ ଓହ୍ଲାଇଲେ. ଯେତେବେଳେ ଆମେ ପର୍ବତକୁ ଚଢ଼ିବା, ଗୋଟେ ପର୍ବତ ଶିଖରକୁ ଯାଉଛନ୍ତି, ମାଉଣ୍ଟ କରୁଛନ୍ତି, ମାଉଣ୍ଟେଡ୍ କରୁଛନ୍ତି. ଯେତେବେଳେ ଆମେ ତଳକୁ ଖସାଉଛେ ତାହେଲେ ଓହ୍ଲାଉଛେ, ଓହ୍ଲି ପଡ଼ୁଛେ ତାହେଲେ dismounted. Mounted opposite word dismounted. Mounted up the hill ପର୍ବତର ଶିଖରକୁ, ହିଲ୍ ପାହାଡ଼, ପାହାଡ଼ ଉପରକୁ ଯେତେବେଳେ ଚଢ଼ିଲେ ସେଇ ସମୟରେ ସବୁ ଆଗକୁ ଚାଲିଲେ. ଦି ମ୍ୟୁଜିକ୍ ଇନ୍ ମାଇ ହାର୍ଟ ଆଇ ବୋର୍, ସେଇ ମ୍ୟୁଜିକ୍, ସେଇ ସଙ୍ଗୀତର ମୂର୍ଚ୍ଛନା ତାଙ୍କ ହୃଦୟରେ, ହାର୍ଟ ମାନେ ହୃଦୟରେ ରହିଗଲା. ଆଇ ବୋର୍, ସେ ଅନୁଭବ କଲେ. ସେ ଏତେ ସୁନ୍ଦର ଭାବେ ଗୀତ ଗାଉଥିଲେ ଯେ ଯେତେ ଉପରକୁ ଗଲେ ମଧ୍ୟ ସେ ଗୀତର ସ୍ୱର ଆଉ ଶୁଣା ଗଲା ନାହିଁ. ତଥାପି ସେଇ ମଧୁର ସ୍ୱର ତାଙ୍କ ହୃଦୟରେ ରହିଗଲା, ଯାହାକି ସେଇ ଗୀତକୁ ସେ ବାରମ୍ବାର ମନେ ପକାଇଲେ. ଲଙ୍ଗ ଆଫ୍ଟର ଇଟ୍ ୱାଜ୍ ହିୟର୍ଡ no more, ସେ ଆଗକୁ ଚଢ଼ିଗଲେ, ପର୍ବତ ଚଢ଼ିଲେ, ତଥାପି ସେଇ ଗୀତର ମୂର୍ଚ୍ଛନା ତାଙ୍କ ହୃଦୟରେ ରହିଗଲା. The poem was completed now, ବର୍ତ୍ତମାନ ଏହି କବିତାଟି ସମ୍ପୂର୍ଣ୍ଣ ହୋଇଛି. I hope you liked this video. If you liked it, then please like it. And those who are new to our channel, please subscribe. See you in the next class. Thanks for watching.